କହିଲେ 2011 ପ୍ରତିବର୍ଷ ହେଇଛି, 2012 ପ୍ରତିବର୍ଷ ହେଇଛି, 2021 ପ୍ରତିବର୍ଷ ହେଇଯିବ। କିଛି ବ୍ୟକ୍ତି କହିଲେ 2024 ବି ମହାପ୍ରଳୟ ହେଇଯିବ। ଯୋଉରା ବ୍ୟବସାୟୀ ଲକ୍ଷ୍ୟ ରଖି କରନ୍ତି ତାଙ୍କଠୁ ଆମ ମତରେ ତାଙ୍କଠୁ ବୋକା କେହି ନାହାନ୍ତି। ଫେରେ ସମ୍ବଳ ନଗର ଗୋଟେ ଅଛି କୋଉଠି ଉତ୍ତରପ୍ରଦେଶରେ ଗୋଟେ ଡିଷ୍ଟ୍ରିକ୍ଟ ନାଇଁ ବର୍ତ୍ତମାନ ଖୋଳା ହେଇକି ବାହାରୁଛି। ଆଚ୍ଛା ସେଥିରେ ସମ୍ବଳ ନଗର ଅଛି। ମନେ ରଖିଥା ଭାଇ ଠାକୁର ବାହାରି ନାହାନ୍ତି। ଯୋଉଦିନ ବ୍ରହ୍ମ ଜାଗିବ ସେଦିନ ଜଡ଼ କଥା। ଆଜ୍ଞା ଦେଖନ୍ତୁ ମାଳିକା ଆପଣ କହିଥିଲେ ଯେ ବାସ୍ତବିକ ଆଗକୁ ଅନେକ ଘଟଣା ମାନେ ଘଟିବ। ବର୍ତ୍ତମାନ ସମୟ ଦେଖିବାକୁ ଗଲେ ଆମେରିକା କାଲିଫର୍ଣ୍ଣିଆ ଯୋଉଟା ଏବେ ନିଆଁ ଲାଗିଛି ଏଇ 30-40 ହଜାର ଘର ପୋଡ଼ିକି ପାଉଁଶ ହେଇଗଲାଣି। ବିଶ୍ୱର ଶକ୍ତିଶାଳୀ ଦେଶ ପୁରା ବିଶ୍ୱ ସାରା ସମସ୍ତଙ୍କ ଉପରେ ପଟିଆରା ମାନେ ସାବ୍ୟସ୍ତ କରୁଛି ଯୋଉ ଦେଶ ସିଏ ଆଜି କିନ୍ତୁ ଗୋଟିଏ ପ୍ରାକୃତିକ ଦୁଇ ପାଖରେ ଆଜି ଗୋଟିଏ ସାମାନ୍ୟ ନଗ୍ନ ଭଳିଆ ଦେଖାଯାଉଛି। 2025ର ଜାନୁଆରୀ ଆରମ୍ଭରୁ ହିଁ ଘଟଣା ଘଟିଛି। ଆଗକୁ ଅନେକ ଘଟଣା ମାନ ଘଟିବ। ଆଚ୍ଛା ମାଳିକାରେ ଯୋଉ ପ୍ରକାର ସବୁ ଘଟଣା ଲେଖା ଯାଇଛି ଆପଣ ଯାହା ଯାହା କହିଛନ୍ତି ଲୋକମାନେ ଆପଣଙ୍କୁ ବହୁତ ଭଲ ପାଇବା ଦେଇଛନ୍ତି। ଆପଣଙ୍କ କଥାକୁ ଲୋକମାନେ ଲକ୍ଷ ଲକ୍ଷ ସଂଖ୍ୟାରେ ଦେଖନ୍ତି। ଆପଣଙ୍କୁ ମଧ୍ୟ ଭଲ ପାଆନ୍ତି। ଆପଣଙ୍କ କଥା ଆପଣଙ୍କର ଯୋଉ ପ୍ରକାର ମାଳିକାର ଯୋଉ ସିଦ୍ଧାନ୍ତ ଅଛି ବା ଯୋଉ ପରୀକ୍ଷା ନିରୀକ୍ଷା କରି ଆପଣ ଯୋଉ କୁହନ୍ତି ଅଙ୍କ ସାଲ ବା ଯୋଉ ଘଟଣା ଗୁଡିକ କୁହନ୍ତି ବାସ୍ତବିକ ଅନେକ ମାତ୍ରାରେ ସତ୍ୟ ମଧ୍ୟ ପ୍ରମାଣିତ ହୁଏ। ସେ ବିଷୟରେ କଣ କହିବେ? ଜୟ ଜଗନ୍ନାଥ। ମାଳିକା ଶାସ୍ତ୍ର এটা অক্ষর অক্ষর সত্য। মাଳିকা ভুল নয়। বর্তমানে কেତେ গবেষক ବାହାରିଛନ୍ତି। ଆମେ କାହାକୁ ଗର୍ବ କରି କହୁନୁ। ଗୋଟା କହନ୍ତି ନାଇଁ ନା ଇଚ୍ଛା ମନ୍ତ୍ର ନ ଜାଣି ସାପ ଘାଟରେ ହାତ ମାରେ। ବୁଝିଲୁ ମାଳିକାକୁ ତର୍ଜମା କରନ୍ତି। ଜେଜ ବାପା ଯାହା କହିଥିଲେ ସବୁ ଶୁଣିଛନ୍ତି ସେଇଆ କହୁଛନ୍ତି ଯାହା ଫଳରେ ଘଟୁନାହିଁ। ଫଳରେ ଲୋକମାନଙ୍କର ଅବିଶ୍ୱାସ ଜାଗ୍ରତ ନହେଲା କଣ ହଉଛି ଲୋକଙ୍କର ଅବିଶ୍ୱାସ। ଆମେ ଶୁଣିଛୁ ତମେମାନେ ସମସ୍ତେ ବି ଦେଖିଛ। କହିଲେ 2011 ପ୍ରତିବର୍ଷ ହେଇଛି, 2012 ପ୍ରତିବର୍ଷ ହେଇଛି, 2021 ପ୍ରତିବର୍ଷ ହେଇଯିବ। କିଛି ବ୍ୟକ୍ତି କହିଲେ 2024 ବି ମହାପ୍ରଳୟ ହେଇଯିବ। ଏଗୁଡ଼ା କେବଳ ଜଗତ କେବଳ ଧନ୍ୟ ବସୁଛି ଠିକ ନା। ଏରା କେତେ ପାପ ତା ମୁଖରେ କରୋନା କରି ହୁଏ ନାହିଁ। ମାଳିକା ଶାସ୍ତ୍ରଟା ଅକ୍ଷରେ 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 ମହାପୁରୁଷ ଅଚ୍ୟୁତ କହିଥିଲେ ସୀତା ଠାକୁରାଣୀ ଅସତ ହେଇପାରନ୍ତି, ପର୍ବତ ଶିଖରେ କଇଁ ଫୁଟି ପାରେ, ପୂର୍ବ ଭାନୁ ପଶ୍ଚିମରେ ଉଠେଇ ପାରନ୍ତି, ତାଙ୍କ ବଚନ ଟଳିବ। ମାଳିକା ସତ୍ୟ ବିପାତ କିଛି ହେଇନି, ହବ ନିଶ୍ଚୟ ଆଗକୁ ଆହୁରି ଅଛି। ଆଚ୍ଛା ଦେଖନ୍ତୁ 2025 ମସିହା ମାର୍ଚ୍ଚ 29 ତାରିଖ ଶନି ଚଳନ ଶନିବାର କୋଉଠି ମୀନ ରାଶି ଅନେକ ଗବେଷକ ଡେବୁରା ବଢେଇଲେ ଗୁରୁବାର ନା କୋହିନୂରୁ ପଞ୍ଜିକା ଲେଖିଛି ଗୁରୁବାର। ମହାପୁରୁଷ କହିଛନ୍ତି ଗୁରୁବାର ଯୋଉ ମୀନ ଶନି ପଡିବ ସେତେବେଳେ ରଜା ଥିବେ କିଏ ସେ ମୁକୁନ୍ଦ ଦେବ, ବର୍ତ୍ତମାନ ତ ଦିବ୍ୟେଶ ଦେବ। ରଜା ହେଇନାହାନ୍ତି ଠିକ ନା। ବର୍ତ୍ତମାନ ରଜା ଅଛନ୍ତି କି ଦିବ୍ୟେଶ। ମହାପୁରୁଷ ଗୋଟେ ପଦ କହିଦେଲେ ଶିବ କଳ୍ପ ଶାସ୍ତ୍ରରେ ରୋହିଣୀ କୃତିକା ବାସରେ ମୀନ ଶନି ଯେ ଯେତେବେଳେ ରୋହିଣୀ କୃତିକା ବାସରେ ତାକୁ ଖୋଲିକି ତ କହିପାରିବି ନାହିଁ, ସେଟା ହବ ଶନିବାର।
ହେଲା ରୋହିଣୀ କୃତିକା ବାସ ମାନେ ତ ଶନିବାର এটা କେମିତି ହେଲା ମାଳିକା ଆପଣଙ୍କୁ କ୍ୟାମେରାରେ କହିପାରିବେ ନାହିଁ ହେଲେ ଯେତେବେଳେ ଶନିବାର ମୀନ ଶନି ପଡ଼ିବ ବାଉନକ ଭୋଗ କରୁଥିବ କାହା ବାଉନ ଅନନ୍ତ ମାଧବଙ୍କ ବାଉନ ମୀନ ଶନି ଭୋଗ କରିବ କିବାରି ଶନିବାର ସେ ଯୋଉ 2.5 ବର୍ଷ ଭୋଗ କରିବ ସଂସାରରେ କାହାର ଜାତି କୂଳ ରହିବନି ବୁଝାଉଛି କାହାର ଜାତି କୂଳ ରହିବ ନାହିଁ ବାନା ଉଡ଼ିବ ଅବଧୂତ ସମସ୍ତେ କଣ ହେଇଯିବ ଅବଧୂତ ବାନା ମାନେ ସେମିତି କଣ ଗୋଟେ ବିତିପାତ ନହେଲେ ସେମାନେ ଠାକୁରଙ୍କୁ କେମିତି ଦେଖିବେ ସର୍ବେ ଏବେ ଏକମୁଖ ଡାକିବେ ନାରାୟଣ ଭାଗବତ କହିଲା ବିପଦ ନ ପଇଲେ ଲୋକ ଠାକୁରଙ୍କୁ ଡାକନ୍ତି ନାହିଁ ଆଉ କଳି ଯୁଗ ମଣିଷ ତାଙ୍କ ଚାରି ଘୋଡ଼ାକୁ ଭାଇ ଦଣ୍ଡ ଅବିକା ଦେଖ ସମସ୍ତଙ୍କ ମୁଖରେ ଖାଲି ମୋର 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 କିଏ କହୁଛି ପ୍ରଭୁ ତୋର ମୋ ଘର ମୋ ଛୁଆ ମୋ ସୁନା ମୋ ରୂପା ମୋର କୋଠା ମୋର ଧନ ହେଲା ପାପ ମୋର ପୁଣ୍ୟ ପାପ ହଉଛି ପ୍ରଭୁଙ୍କର ଯେତେବେଳେ ପାପ ବଢିଯିବ ହେ ପ୍ରଭୁ ତୁ ରକ୍ଷା କର ପାପ ହଉଛି ପ୍ରଭୁଙ୍କର ବିଚିତ୍ର ଯୁଗ ତମେ ଦେଖୁଥବ ରେକର୍ଡିଂ କରିବାକୁ ଯାଉଥବ ଲୋକ ସ୍କାଇ ଲାଇଟରେ ଠାକୁରଙ୍କ ଫଟୋ ରଖିଲେ ଠାକୁର କଣ ଦ୍ୱାରପାଳ ବର୍ତ୍ତମାନ ଆପଣ ଯୋଉ କଥା କହିଲେ ଠାକୁର ସାଜିବେ ଅମକ ବେଶ ଶେଷକୁ ଅଚ୍ୟୁତି କରିବେ ଦେଶ ଅମକ ଶବ୍ଦଟା ଯୋଉ ମହାପୁରୁଷ ଲେଖିଛନ୍ତି ତାଙ୍କର ବଳ ଅଛି ସେ ଲେଖିଦେବେ ଆମେ କହିବାଟା ଆମ ପାଇଁ ଦେଖନ୍ତୁ ଆଜ୍ଞା ଗୋଟେ କଥା ଆପଣ ଯାହାଟା କହିଲେ ମୁଁ ସେଇ ରିଲେଟେଡ୍ ପ୍ରଶ୍ନ ପଚାରୁଛି ବର୍ତ୍ତମାନ ଭଗବାନଙ୍କୁ ନେଇକି ବ୍ୟବସାୟ କରିବାକୁ ଲାଗିଲେ ମାଳିକା ଭାଗବତ ଶାସ୍ତ୍ରକୁ ନେଇକି ବ୍ୟବସାୟ ଚାଲିଛି ବର୍ତ୍ତମାନ ମାଳିକାର ମଧ୍ୟ ଲେଖା ହେଇଥିଲା ଯେ ଆକୁ ବ୍ୟବସାୟ କରିବେ ବିଭିନ୍ନ ପ୍ରକାର ଧନ୍ଦା କରିବେ ତେଣୁ ମାଳିକାକୁ ନେଇକି ଲୋକମାନେ ଲକ୍ଷ ଲକ୍ଷ ଟଙ୍କା ଲୋକମାନେ ରୋଜଗାର କରୁଛନ୍ତି ଇନକମ କରୁଛନ୍ତି ଆଉ ମାଳିକା ଆଜି ଗୋଟେ ବ୍ୟବସାୟର ଗୋଟେ ମାଧ୍ୟମ ହେଇଯାଇଛି ଖାଲି ମିଡିଆ ନୁହେଁ ଆଜ୍ଞା ଦେଖନ୍ତୁ ମାଳିକାକାର ମାନେ କହୁଛନ୍ତି ଏମିତିକି ଅନେକ ମାଳିକାକାର ମାନେ ସେମାନେ ମଧ୍ୟ ତାଙ୍କର ଯେମିତି ଆମେ ତ ନାଁ କହିବୁନି ଭୁବନେଶ୍ୱର ହେଲା କି ଯେକୌଣସି ଅନେକ ପ୍ରକାର ହଉ ଯୋଉ ବାପା ଧରା ପଡୁଛନ୍ତି ତେଣୁ ସେ ଯୋଉ ପ୍ରକାର ଚାଲିଛି ବର୍ତ୍ତମାନ ସମାଜରେ କଣ ବାସ୍ତବିକ କାହିଁକି ଏସବୁ କଣ ଆକ୍ଚୁଆଲି ଏଗୁଡ଼ା କି ସେଇ ମାଳିକାର କିଛି ଅଂଶ ନା ମନକୁ ମନେ ସବୁ ଏଗୁଡ଼ାକ ମନକୁ ମନ ବିନାଶ କାଳେ ଗୋଟେ ବିପରୀତ ରାମଚନ୍ଦ୍ର ସ୍ୱୟଂ ପରମ ବ୍ରହ୍ମ ଥିଲେ ହେଲା ତାଙ୍କ ସ୍ତ୍ରୀ ସୀତା ଶୁଦ୍ଧ ଓଡ଼ିଆରେ କହୁଛି କଟେଇ ଭାଷାରେ ସୀତା କହିଲେ ରାମକୁ ପ୍ରଭୁ ମତେ ଏ ସୁନାର ମୃଗଟା ଆଣିକି ଦିଅ ଏ ସ୍ତ୍ରୀ ଯେମିତି କହିଲା ଆଙ୍କ ମୁଣ୍ଡ ଆଉ କାମ କଲାନି ସଂସାରରେ କୋଉଠି ଗୋଟେ ସୁନାର ମୃଗ ଅଛି କୋଉ ଶାସ୍ତ୍ରରେ ଲେଖା ଅଛି ମତି ପତ୍ନୀ ଭୋଳେ ରାମ ହେଲେ ମତି ରମ ଏଣୁ ପଡିଲା ଅକାଳେ ସ୍ତ୍ରୀ କଥାରେ ପଡି ରାମଚନ୍ଦ୍ର ବି ମତି ରମ ହେଇଗଲା ଆଉ ଯୋଉ ବ୍ୟବସାୟ କରୁନାହାନ୍ତି ମାଳିକା ପ୍ରଚାର କରୁଛନ୍ତି ତାଙ୍କ ପାଦକୁ ଶରଣ ଯୋଉରା ବ୍ୟବସାୟୀ ଲକ୍ଷ୍ୟ ରଖି କରନ୍ତି ତାଙ୍କଠୁ ଆମ ମତରେ ତାଙ୍କଠୁ ବୋକା କେହି ନାହାନ୍ତି ତାଙ୍କଠୁ ବୋକା କେହି ନାହାନ୍ତି ମୁଁ ସିନା ତମକୁ କଣ ଭୁଆ ବୁଲେଇଦେବି ବାପା ଉପର ବୁଲା କଣ ଭୁଆ ବୁଲେଇ କେତେ ଠାକୁର ଗଲେ କେତେ ଠାକୁର ଗଲେ ତମେ ତ ଏବେ ମିଡିଆରେ ଆମେ 1999 ମସିହାରେ ବାଟରେ ଯାଇଛୁ ଆଉ ଆମେ କଣ ଆମେ ଗୋଟେ ପ୍ରତ୍ୟକ୍ଷ ଦର୍ଶେଇକି ଠାକୁରଙ୍କୁ ଡାକୁ ଆଜ୍ଞା ଦେଖନ୍ତୁ ଗୋଟେ କଥା ତମେ ସିନା ଭାବରେ ଠାକୁରଙ୍କୁ ଡାକୁଛ ଶେଷ ଡାକୁଥିଲା ବାପା ଡାକୁଥିଲା ତମେ ସେଇ ଭାବରେ ଡାକୁଛ ଆମେ ସେମିତି ନୁହଁ ସିଏ କହିଛି ତମେ ମତେ ଡାକ ଆମେ ଗୋଟେ ପାଠଶାଠ ପଢିଛୁ ଆମ ଆଖିରେ ଆଜି ଆଉ ବର୍ତ୍ତମାନ ତ ଅନ୍ଧବିଶ୍ୱାସରେ ଭାଇ କାହିଁ ଭାଇ ହଉଛି ଜାଣିଛ ନା
ବର୍ତ୍ତମାନ ଅନ୍ଧବିଶ୍ୱାସ କାହିଁ ଗାଇନ୍ତି କୋଉଠି ଗଲେ ପୁଅ ହବ, କୋଉଠି ଗଲେ ଝିଅ ହବ, କୋଉଠି ବାହାଘର ହେଇପାରୁନାହିଁ ହବ, କୋଉଠି ଧନ ବଢିବ, କୋଉଠି ରାତି ରାତି କୋଟିପତି ହେଇଯିବ, ଏଇଠି ନେଇକି ସବୁ ଯିଏ ଯାଆନ୍ତି ବୋକା, ଯିଏ ନିଏ ମଧ୍ୟ ସିଏ ଗୋଟେ ତାଠୁ ବୋକା। ଘର ଦ୍ୱାରା ଗାଡି ଘୋଡା ଭଙ୍ଗଳା କରିଦେଲେ ସବୁ ହାର ଚଢି ବୁଲୁଛନ୍ତି। ରାମ ବା ମତି ଗୋଳ ହେଇଥିଲେ ହାର ଚଢି ବୁଲିଲେ ରାମ କଣ ହେଲେ ବାଘା ହେଇଗଲେ ବଣ ଭିତରେ ହେଲେ ନାଇଁ। ଆଉ ଇଏ ଯୋଉ ବାବା କଥା ଯୋଉ କହୁଛ, ଇଏ ଯୋଉ ମତି ଗୋଳ ହେଇଯାଇଛି, ଏମାନେ ସବୁ ପଥର ଭିତରେ ଚାପି କାହିଁ କହିଲା ଉଭା ଧନ ତକ ରଜା ହରିଣ ଓତା ହରିବ ଆସୁକି ବଡ ବଢିଆ ଯେ କେହି ନ ରହିବେ ବୁଝିଲୁ ଯେ ରାମ। ତମ କଥାରେ ଠାକୁର ଜନ୍ମ ହେଇଗଲେ ବର୍ତ୍ତମାନ ତ ଠାକୁର କେହି କରୁନାହାନ୍ତି, ସବୁ ଭଗବାନ ହେଇଗଲେ। କଳକି କି କଳି ଯାହାଠି କଳଙ୍କ ଲାଗିଯାଏ ତାକୁ କୁହନ୍ତି କଳ। ଲୁହା ଦିହରେ କଳକ ଲାଗିଗଲେ କହନ୍ତି କଳ ଯୋଉଗୁରା କହିବେ କଳ ବି କହୁଛନ୍ତି ତାଙ୍କଠି କଣ ରହସ୍ୟ ଲାଗିଛି ସେ ଛଡେଇବାକୁ। ଆପଣ ତ ଅନେକ ଦିନ ହେଲାଣି ଏ ଲାଇନରେ, ଆପଣ 92 ମସିହାରେ ବୁଲୁଛନ୍ତି। ଯିଏ କହିବ କଳ ତାକୁ ଧର ଭଗବାନ ଚାରିଟା ଅକ୍ଷର ତା ଅର୍ଥ କଣ? ସେ କହିଦେବେ ଭଗବାନ, ଭଗଯୁକ୍ତ ଲିଙ୍ଗ ତାକୁ ଗାଲୁ କରି ଭଗବାନ ଚାରି ଅକ୍ଷର। ଭଗବାନ କାହାକୁ, ନାରାୟଣ କାହାକୁ, ହରି କାହାକୁ ନର ଦେହି ନାରାୟଣ, ନର ରୂପରେ ପ୍ରଭୁ ଆଇଲେ ନାରାୟଣ ନା। ଭାଗବତ କହିଲା କୀଟ ପାଷାଣ ତଳୁର ସକଳ ଗୋଟେ ନାରାୟଣ, ନା ଗଛ ଭିତରେ ଗୋଟେ ମଣିଷ କହିଛି। ଦେଖନ୍ତୁ ଓଡିଶାରେ ଖାସ କରିକି ଯାଜପୁର ଜିଲ୍ଲାରେ ମାନେ ଯେତିକି କଳକି ବା ଯେ ଠାକୁର ଅଛନ୍ତି, ଯାଜପୁର ଜିଲ୍ଲାରେ ବାରଣା। ଭାଇ ମୁଁ ତ ଆଉ ବୁଲିକି କହିପାରିବି ନାହିଁ, କାରଣ ସେ ଏରିଆରେ ମୁଁ 27 ବର୍ଷ ବୁଲିକା ଆଇଛି। ଯିଏ ଜନ୍ମ ହଉଛି କଳକି ଆଉ ଅଳ୍ପ ଦିନେ ଲୋକମାନେ କହିବେ ଗୋଟେ କାଲକାଟ ସିମିଳି ଅଛି, ସିଏ କହିବ ମୁଁ ଗୋଟେ ଶାଳ ଗ୍ରାମ ନାଥ। କାରଣ ମହାପୁରୁଷ କହିଛନ୍ତି ଭଗବାନ ବୋଲି ମହିପୁରୀ ଯିବ ଭକ୍ତି ନଥିବ କାହା ପାଶେ, ଯୋଗିନୀ ଯୋଗମାୟା ତାହାଙ୍କୁ ଭକ୍ତିବେ ଅନନ୍ତ କହିନ, ଭକ୍ତି ଟିକେ ନଥବ ପନମ ଜଗତ କେବଳ ଜନ୍ମ ହସି। ନିକଟରେ ଆପଣ ଦେଖିବେ ଏଇ ମାସରେ, ଏଇ ଡିସେମ୍ବର 2024ରେ ସମ୍ବଳରେ ମଧ୍ୟ ଉତ୍ତରପ୍ରଦେଶ ସମ୍ବଳ ଜିଲ୍ଲାରେ ସେଠି ଖୋଳାଖୋଳି ହେଲା ଯୋଉ ମସଜିଦ ଥିଲା, ସେଠି ପୁରୁଣା କଳକିଙ୍କର ମନ୍ଦିର, 1000 ବର୍ଷ ପୁରୁଣା କଳକି ମନ୍ଦିର ମଧ୍ୟ ବାହାରିଲା। ଆଉ ଅନେକ କୂଅ ଦିହରୁ ପ୍ରତିମା ବାହାରୁଛି, 1000 ବର୍ଷ ପ୍ରତିମା। ଆପଣଙ୍କର ବରାହ ପୁରାଣ, ଆପଣଙ୍କର କଳକି ପୁରାଣ, ଆପଣଙ୍କର ଭବିଷ୍ୟ ପୁରାଣ, ମତ୍ସ୍ୟ ପୁରାଣ, ଗରୁଡ଼ ପୁରାଣ, ଶିବ ପୁରାଣ ସବୁଥିରେ ସମ୍ବଳ ନଗର ବୋଲି କୁହାଯାଇଛି। ଆଉ ସମ୍ବଳ ବୋଲି ଗୋଟେ ସ୍ଥାନ ଉତ୍ତରପ୍ରଦେଶରେ ଅଛି, ଆଉ ସେ ସ୍ଥାନରେ କଳକିଙ୍କର ମନ୍ଦିର ଅଛି। ଆଜିର ମନ୍ଦିର ନୁହେଁ, 1000 ବର୍ଷ ପୁରୁଣା ମନ୍ଦିର। ତାହେଲେ ଏ ଯୋଉ ଓଡିଶାକୁ ନେଇ କହୁଛନ୍ତି ଯେ ଓଡିଶାରେ କଳକି ବାହାରିବେ, ଓଡିଶାର ସମ୍ବଳ ଅଛି, କାହିଁକି ଏ ପ୍ରକାର ସବୁ ଆଲୋଚନା କରାଯାଉଛି, କଣ ପାଇଁ? କହିଲେ ବିନାଶ କାଳେ ରାମ ଜନ୍ମ ହେଲେ କୋଉଠି ଉତ୍ତରପ୍ରଦେଶରେ ଅଯୋଧ୍ୟାରେ ହେଲା, କୃଷ୍ଣ ଜନ୍ମ ହେଲେ କୋଉଠି ଉତ୍ତରପ୍ରଦେଶରେ, ଠିକ ନା ଭୁଲ? ସମ୍ବଳ ନଗର ଗୋଟେ ଅଛି କୋଉଠି ଉତ୍ତରପ୍ରଦେଶରେ ଗୋଟେ ଡିଷ୍ଟ ନାଇଁ, ବର୍ତ୍ତମାନ ଖୋଳା ହେଇକି ବାହାରୁଛି। ଆଚ୍ଛା ସେଥିରେ ସମ୍ବଳ ନଗର ଅଛି। ଆମର ଦ୍ୱାରିକା, ବୃନ୍ଦାବନ, ଅଯୋଧ୍ୟା ଓଡିଶାରେ ମହାପୁରୁଷ କାହିଁ କହିଛନ୍ତି ଓଡିଶାରେ ଅଛି, ତାର ଥିଓରି କଣ? ଯଦି ତମେ ଜାଣୁଛ ଏଠି ସମ୍ବଳ ନଗର, ତାର ମାନେ କଣ? ଗୋପପୁର ତ ରହିଲାଣି ସିଆଡେ, ବୃନ୍ଦାବନ ରହିଲାଣି ସିଆଡେ, ଅଯୋଧ୍ୟା ରହିଲାଣି ସିଆଡେ। ମହାପୁରୁଷ ଲେଖିଛନ୍ତି ସତ ଓଡିଶାରେ, କାହିଁକି ଲେଖିବେ? ଆଉ ମନେ ରଖିଥା ଭାଇ, ଠାକୁର
ବାହାରି ନାହାନ୍ତି। ଯୋଉଦିନ ବ୍ରହ୍ମ ଜାଗିବ ସେଦିନ ଜଡ଼ କଥା ଠାକୁର ଆସିନାହାନ୍ତି। ଭଗବାନ କହୁନି କି ନାରାୟଣ କଥା କହୁନି, ଠାକୁର। ଠାକୁରର ଶବ୍ଦର ଅର୍ଥ ହଉଛି ଅନେକ। ଭଗବାନ କଥା କହୁନି, ଭଗବାନ ହଉଛନ୍ତି ନିର୍ଗୁଣ ନିରାକାର, ତାଙ୍କର ରୂପ ନାହିଁ, ସେ ମଣିଷ ଯିଏ ଠାକୁର ଅଂଶରେ ଯିଏ ଆସିବ ସିଏ ବର୍ତ୍ତମାନ ପରିପ୍ରକାଶ ହେଇନାହାନ୍ତି। ଇଏ ଅବିକା ସବୁ ଝରି ପୋକ ମାତିବ, ଯେତେବେଳେ ନିଆଁ ବାହାରିବ ଏ ତଥ୍ୟ